ପାପଡ଼ାହାଣ୍ଡିଠାରେ ଶହୀଦ ସ୍ମୃତି ଦିବସ ପାଳିତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିଠାରେ ଆଜି ଶହୀଦ ସ୍ମୃତି ଦିବସ ଅବସରରେ ଶ୍ରଦ୍ଧା ଓ ସମ୍ମାନର ସହିତ ଶହୀଦମାନଙ୍କୁ ସ୍ମରଣ କରାଯାଇଛି। ଏ ଅବସରରେ ଆୟୋଜିତ ସଭାରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ କଣ୍ଡ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭଦ୍ରା, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଜିଲ୍ଲାପାଳ ମହୋଦୟ, ପାପଡ଼ାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳ ଦେବ ସାହୁ, ପୂର୍ବତନ ସାଂସଦ ଶ୍ରୀ ପରଶୁରାମ ମାଝୀ, ସୁଶାନ୍ତ କୁମାର ବେହେରା, ଶ୍ରୀ ମୁନ୍ନା ତ୍ରିପାଠୀ ଏବଂ ବହୁ ପରିମାଣରେ ଅତିଥିମାନେ ଯୋଗଦେଇ ଶହୀଦମାନଙ୍କ ଦେଶ ପ୍ରେମ, ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ପ୍ରଥମେ ଶହୀଦମାନଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ତାଙ୍କ ଅମର ବଳିଦାନ ଓ ଦେଶ ପାଇଁ ଦେଇଥିବା ଅବଦାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶହୀଦମାନଙ୍କ ଆଦର୍ଶ ଓ ଦେଶ ପ୍ରେମକୁ ଆଗାମୀ ପିଢ଼ି ମନେ ରଖିବା ସହିତ ତାଙ୍କ ତ୍ୟାଗରୁ ପ୍ରେରଣା ନେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। ଶେଷରେ ଶହୀଦମାନଙ୍କ ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବୀନ୍ଦ୍ର ପାଳଙ୍କ ରିପୋର୍ଟ, ଜିଲ୍ଲା ଖବର।